ହଇରେ ଗଧ ଗବଗାଣ୍ଡୁ ଖାଲି ଯାଇ ସେ ନାଣ୍ଡୁ ଆଉ ଗେଣ୍ଡା ସହିତ ବଲ ବାଡଉଛୁ ପାଠ ସାଠ କିଛି ନାହିଁ। ଆଜି ମୁଁ ତୋର କ୍ଲାସ ନେବି। ସ୍କୁଲ ଯାଇ କଣଟା ପେଡୁଛୁ ମୁଁ ଦେଖିବି। ମୁଁ ଯାହା ପଚାରିବି ତାର ଉତ୍ତର ଫଟାଫଟ ଦେବୁ ହେଲା। ହଁ ଆମ ଦେଶର ରାଜଧାନୀ କିଏ? ଫଟାଫଟ ହଇରେ ଲଫଙ୍ଗା ଫଟାଫଟ ମାନେ ତତେ ମୁଁ ଉତ୍ତର ସାଙ୍ଗେ ସାଙ୍ଗେ ଦେବାକୁ କହିଲି ମୂର୍ଖ କୋଉଠିକାର। କହ ଏଥର ଆମ ଦେଶର ରାଜଧାନୀ କିଏ? ରାଜଧାନୀ ଦିଲ୍ଲୀ ଦିଲ୍ଲୀ। କହିଲୁ ଅଧିକା ପାଣି ପିଇଲେ କଣ ହବ? ଅଧିକା ଅଧିକା ମୁତ ମାଡ଼ିବ। ମୁତ ମାଡ଼ିବ? ପାଣି ପିଇଲେ ଆମ ରକ୍ତ ଆଉ ଚର୍ମ ପରିଷ୍କାର ରହିବ। ରକ୍ତ ଚର୍ମ ପରିଷ୍କାର ରହିବ ବୋଲ। କହିଲୁ ଅଗଷ୍ଟ 15ରେ ଆମକୁ କଣ ମିଳିଥିଲା? ସେଉ ଆଉ ବୁନ୍ଦି ମିଳିଥିଲା। ମଦ ଖାଲି କହିଲା କନା ସେଉ ବୁନ୍ଦି, ସେଇ ସେଉ ବୁନ୍ଦି ଖାଲି ମନେ ରଖିଥା। ଆରେ ଅଗଷ୍ଟ 15ରେ ଆମକୁ ସ୍ୱାଧୀନତା ମିଳିଥିଲା। ସ୍ୱାଧୀନତା ମିଳିଥିଲା ସ୍ୱାଧୀନତା ମିଳିଥିଲା। ଗଧ କୋଉଠିକାର। କହିଲୁ କୋଉ ଚଢେଇ ଉଡି ପାରୁନାହିଁ? ମଲା ଚଢେଇ ଉଡି ପାରୁନି। କିଛି ପଡୁନି ଗଧ କିଛି ପଡୁନି। ଆରେ ବୋକା ଏମୁ ପକ୍ଷୀ ଉଡି ପାରୁନାହିଁ। କୋଉ ଚଢେଇ ଉଡି ପାରୁନି? ଗେମୁ ପାଖି ଗେମୁ ପାଖି। ଆରେ ଗେମୁ ପକ୍ଷୀ ନୁହଁ ବୋକା, ଏମୁ ପକ୍ଷୀ। କହିଲୁ 2 ଟଙ୍କାର ଯଦି ଗୋଟେ ବରା ମିଳେ ତେବେ 20 ଟଙ୍କାର କେତେଟା ବରା ମିଳିବ? ଏଇଟା ମୁଁ ଜାଣିଛି 20 ଟଙ୍କାରେ 11ଟା। ଆରେ ବୋକା 11ଟା କେମିତି? 10ଟା। 20 ଟଙ୍କାର 10ଟା ବରା ମିଳିବ। ସୁକୁଟା ଦୋକାନରେ ତ 20 ଟଙ୍କା ଦେଲେ ସେ 10ଟା ବଦଳରେ 11ଟା ଦିଏ। ଆଉ ଗୋଟେ ଫ୍ରିରେ ଦବନି କି? ଫ୍ରିରେ? କହିଲା କଣ ଫ୍ରିରେ? ସେଇ ବରା ଖାଇବା ତୋର ଖାଲି ବଣ। ପାଠ ସାଠ ତୋ ଦ୍ୱାରା କିଛି ହବନି।